ଗୋଟାକୁ ପାଇବାକୁ ହେଲେ ଗୋଟାକୁ ଛାଡିବାକୁ ପଡିବ ହେଲା। ଦେଖ ସେଇଟା ତ ସତ କଥା। ଯୋଉମାନେ ପର୍ସେଣ୍ଟେଜ ଧରିବ ସେମାନଙ୍କ ପର୍ସେଣ୍ଟେଜ କମ। ଯୋଉମାନେ ଫୋନ ନ ଧରିବ ସେମାନଙ୍କର 95% 9% ରହିବ। ସତ କହୁଛି ଯେତେ ସମୟ ଫୋନରେ ୟୁଟ୍ୟୁବ ଖୋଲି ଦେଇଛ ମାନେ ଘଣ୍ଟାଏ ପୂର୍ବରୁ ବନ୍ଦ ହବ ନାହିଁ ହେଲା। ପୁଣି ଇନଷ୍ଟା ଫିନଷ୍ଟା ଆହୁରି କଣ ଅଛି ଫେସବୁକ ଖୋଲିଲେ ସେଗୁଡା କଣ ଅଛି। ତେଣୁକରି ଦୟାକରି ଜମାରୁ ଫୋନ ଟୋଟାଲି ଇଏ କର। ଫୋନ ପିଛା ଛାଡ ହେଲା। କେତେ କେତେ ଫୋନ ତମ ଲାଇଫରେ ଆସିବ ପ୍ଲସ ଟୁ ପରୀକ୍ଷା ଆଉ କେତେ ଆସିବ ଥରେ ଆସିବ ନହେଲେ ଫେଲ ହେଇଯିବ। ଘରେ ସେଠି ମୋବାଇଲ ଦେଖି ମୋବାଇଲ ଯଦି ପ୍ଲସ ଟୁ ଫେଲ ହେଲ ମୋବାଇଲରେ ପଇସା ପକେଇବାକୁ ପଇସା ନଥିବ। ପ୍ଲସ ଟୁ ଫେଲ ହେଲେ କିଛି କରିପାରିବନି କୋଉ ଛୁଆ ବି ବାହା ହେବେନି। ଯିଏ ମାଟ୍ରିକ ଫେଲ ବି ଥିବ ସେ କହୁଛି ଗୋଟେ ଗଭର୍ଣ୍ଣମେଣ୍ଟ ଚାକିରି ବାହା ଆଉ ତମେ ତ ଛାଡ ପ୍ଲସ ଟୁ ଫେଲ। ଦାମିକା ପୁଅ ପିଲା ଭବିଷ୍ୟତ କଣ? ଝିଅ ପିଲାଙ୍କର ଟିକେ ଗତି ମୁକ୍ତି ଅଛି ହେଲା। ହଁ ଏଇ ପୁଅ ମାନେ ପୋଷିବେ ଆଜିକାଲି ସମସ୍ତେ କାମରେ ମାନେ ହଁ ପୁଅ ମାନଙ୍କର ଝିଅମାନେ ଅଧିକ ପଢାପଢି କରୁଛନ୍ତି। ଖାଲି ବସିବେ ଖାଲି ଏବେ ଟିକେ ନୂଆ ନୂଆ ସ୍କୁଲ ସରିଛି ନୂଆ ନୂଆ ଟିକେ ଫୋନ ଆଇଥିବ କେମିତି ଆସିବି ଫୋନ ଗେମ ଖେଳିବି ନୁହଁ କେମିତି ଆସିବି ଜମା ତ ପିଲାମାନେ ପଡନା 2 ବର୍ଷ ଯାଉ କେତେ ତମର ଜୀବନ ଆରମ୍ଭ ହେଲା। 6 ମାସ ଜାଣି ପଳେଇଲା ନା ଆଉ 6 ମାସରେ ତମର ଯୋଉ ହେଇଯିବ ସେକେଣ୍ଡ ଇୟର ହେଇଯିବ ଆଉ ଯୋଉ କଣ ତ ସେକେଣ୍ଡ ଇୟର ହେଲା ହଁ ଫାର୍ଷ୍ଟ ଇୟର ହେଇଗଲା ଆଉ କଣ ଆର ବର୍ଷ ଏଇ ଦିନକୁ ତମର ବି ରେଜଲ୍ଟ ବାହାରିବ। ତାପରେ ସେଇ ଦିନକୁ ମାନେ ଆର ବର୍ଷ ଏଇ ଦିନକୁ ଖୁସି ହେବି ନା କାନ୍ଦିବି କାନ୍ଦିଲେ କେହି ଶୁଣିବେନି। ହଁ ଦେଖ ଆମେ ପଢିବା କଣ ତାଙ୍କ ରହିଲେ ହଁ ଦେଖ ଏଇ ଗପନି ଶୁଣ ଏହି ସ୍ମୃତି ଶ୍ମଶାନରେ ଅଟକି ଗଲେ ତୋର ସ୍ୱକାର୍ଯ୍ୟ ସାଧନାରେ ବିଳମ୍ବ ହବ। ତୋ ସ୍ତ୍ରୀ ଗୋଟେ ଡାଉଟ ସ୍ମୃତିର ଶ୍ମଶାନ ବୋଲି ଭୁବନେଶ୍ୱରକୁ କୁହାଯାଇଛି ମାନେ ଭୁବନେଶ୍ୱରରେ ସ୍ମୃତିର ଶ୍ମଶାନ କାହିଁକି କୁହାଯାଇଛି ନା ଯୋଉ ଆଗରୁ ମାନେ କେତେ କେତେ ସବୁ ମନ୍ଦିର ଯୋଉ ସବୁ ମାନେ ନିର୍ମାଣ ହେଇଛି ସେଗୁଡା ଆଜି ଆମ ପାଇଁ ସବୁ ସ୍ମୃତି ହେଇଯାଇଛି ହେଲା। ମାନେ ଏବେକାର ଦେଖ କୋଉଠି ଗୋଟେ ନୂଆ ମନ୍ଦିର ବଡ ମନ୍ଦିର କୋଉଠି ମାନେ ନିର୍ମାଣ ହେଇଛି କି କଟକ ଭୁବନେଶ୍ୱର ଯାହା ଆଗରୁ ହେଇଯାଇଥିଲା ସେଇଟା ଆମ ପାଇଁ ସ୍ମୃତି ହେଇଯାଇଛି। ଯଦି ତୁ ସେଇଠି ଅଟକି ଯିବୁ ତାହେଲେ ତୋର ସ୍ୱ କାର୍ଯ୍ୟରେ ମାନେ ବିଳମ୍ବ ଘଟିବ ମାନେ ତୁ ଯୋଉ କାର୍ଯ୍ୟ ପାଇଁ ଆସିଛୁ ବସିବା ପାଇଁ ଯଦି ସେଇଠି ଗୋଟେ ଜାଗାରେ ରହିଯିବୁ ମାନେ ଏତେ ମନ୍ଦିର ଦେଖି ଯଦି ମାନେ ତୁ ପୁରା କହିବୁ ସବୁ ମନ୍ଦିର ଦେଖିକି ନା ଯିବି ତାହେଲେ ତୋର ଲେଟ୍ ହବ। ତେଣୁକରି ତୁ ସେଇ ଗୋଟାଏ ଲିଙ୍ଗରାଜ ମନ୍ଦିର ଦେଖିକିନା ତୁ ପଢିବୁ କଣ ନା ଏଣୁ ତ ଅତୀତ ଉତ୍କଳ ମହିର ମାନଦଣ୍ଡ ଉତ୍କଳ ମହିର ମାନଦଣ୍ଡ କାହାକୁ କହିବା ନା ଲିଙ୍ଗରାଜ ମନ୍ଦିର ମାନଦଣ୍ଡ କରି ଦଣ୍ଡାୟମାନ ଖାଲି ଲିଙ୍ଗରାଜ ନିକେତନର ବା ନିକେତନ ହଉଛି ଅଗ୍ରଭାଗର ଚାରୁଚୂଡାକୁ ପ୍ରତି ଆନତ ହୋଇ ଉପକୂଳ ପାଖରେ ଗତି କରି ଚାଲିବ ମାନେ ସେ କହୁଛନ୍ତି ତୁ ଆଉ କୁଆଡେ ରହିବୁନି ଲିଙ୍ଗରାଜ ମନ୍ଦିରରେ ମାନେ ଟିକେ ଦେଖିକି ତାପରେ ତୁ କୁଆଡେ ଉପକୂଳ ମାନେ କୁଆଡେ ନା ଯୋଉ କୋଣାର୍କ ଆଡେ ତୁ ଗତି କରି ଚାଲିବୁ। ବେଳାଭୂମିର ଶ୍ୟାମଳ ପଥରେ ଯିବା ବେଳେ ବେଳାଭୂମି ଅର୍ଥ କଣ ସମୁଦ୍ର କୂଳ ହେଲା ବେଳାଭୂମିର ଶ୍ୟାମଳ ପଥରେ ଯିବା ବେଳେ ପଲ୍ଲୀ ବାଳା ମାନେ କଣ ସେଇ ଯୋଉ ସମୁଦ୍ର କୂଳରେ ଯୋଉ ସେ ଗାଁ ପଲ୍ଲୀ ଅର୍ଥ ତ ଗାଁ ସମୁଦ୍ର କୂଳରେ ଯୋଉ ଗାଁର ଝିଅ ମାନେ ହେଲା ପଲ୍ଲୀବାଳା ମାନେ ତୋର ସ୍ୱାଗତ ପାଇଁ ଶଙ୍ଖ ଧରି କୁଟୀରରୁ ବାହାରି ଆସିଲେ। ସେ କହୁଛନ୍ତି ଯଦି ଏତେ ଦିନ ପରେ ଯେହେତୁ ବର୍ଷା ଆସିଛି ଆଉ କଣ କରିବି ସ୍ୱାଗତ କରିବି ୱେଲକମ କରିବି ହେଲା ସେ ୱେଲକମ କରିବା ପାଇଁ ଶଙ୍ଖ ଧରିକି କୁଟୀର ଭିତରୁ ମାନେ କଣ ଘର ଭିତରୁ ବାହାରକୁ ଚାଲିଲେ। ଏଠାରେ ତୁ ଟିକେ ଅଚଞ୍ଚଳ ହୋଇ ଗତି କରିବୁ ଅଚଞ୍ଚଳ ମାନେ ଯଦି ନାଇଁ ସେ କହୁଛନ୍ତି ଟିକେ ଅଚଞ୍ଚଳରେ ଗତି କରିବୁ ଆଉ ପ୍ରଲଗ୍ନ କରି ବାଚାଳ ହେବୁନି କହୁଛନ୍ତି କି ଅଚଞ୍ଚଳ ମାନେ
କହୁଛନ୍ତି କି ସେ ଯୋଉ ପଲ୍ଲୀବାଳ ମାନେ ଯୋଉ ଘର ବାହାରକୁ ପଳେଇ ଆସିବେ ତାକୁ ଦେଖିକି ଆଶ୍ଚର୍ଯ୍ୟ ହେଇଯିବ କି ମାନେ ମତେ ସ୍ୱାଗତ କରିବା ପାଇଁ ପୁରା ଘର ବାହାରକୁ ପୁରା ଶଙ୍ଖ ଫୁଙ୍ଖ ଧରିକିନା ଆଇଛନ୍ତି ହେଲା। ମୁଁ ସେଠି ତାଙ୍କୁ ଦେଖିକି ନା ପ୍ରଲୋଭ ମାନେ କଣ ମାନେ ଆକର୍ଷଣ ବା ମାନେ କିଛି ଗୋଟେ ଜିନିଷକୁ ଦେଖିଲେ ଯେମିତି ପୁରା ଅତ୍ୟଧିକ ଖୁସି ହେଇଯାନ୍ତି ପୁରା ପ୍ରଲୋଭନ କୁହାଯାଏ ନା ସେମିତି ତୁ ତାଙ୍କୁ ଦେଖିକି ନା ମାନେ ଏତେ ମାନେ ପାଗଳ ହେଇଯିବୁନି ଯେ କି ତୁ କୋଉ କାର୍ଯ୍ୟ ପାଇଁ ଆସିଛୁ ହେଲା। ତାପରେ ଦେଖ କଲିବାଳ ମାନଙ୍କର ଲୋଳ ନୟ ହଉଛି ଚଞ୍ଚଳ ନୟ। ଲୋଳ ନୟନ ଓ ଚଞ୍ଚଳ ଗତିପଥ କଳନା କଲେ ସେମାନଙ୍କର କୁକୁମାଙ୍କ ଅଞ୍ଚଳ ସିନ୍ଧୁପାତରେ ଉଡ଼ିଯାଏ କେତକ ମନରେ ଲାଗି। କଲିବାଳ ମାନଙ୍କ ତତେ ଯୋଉ ଚଞ୍ଚଳ ନୟନରେ ସବୁ କୁଣ୍ଡଳ ନୟନରେ ଏମିତି ଅନେଇଥିବେ ମାନେ ମେଘ ଆସିବ ମାନେ ସବୁ ବାହାରକୁ ଦେଖ ପବନ ଯେତେବେଳେ ଆସୁଥିବ ମାନେ କେତେ ସୁନ୍ଦର ଲାଗେ ସେ ସମୟଟା। ସେ କହୁଛନ୍ତି କି ଯେତେବେଳେ ଆସିଥିବେ ସେତେବେଳେ କଣ ନା ଯେତେବେଳେ ବର୍ଷା ଆସିବ ପୁରା ପବନ ବି ଜୋର ହବ କୁକୁମାଙ୍କ ଅଞ୍ଚଳ ହଉଛି ମାନେ ଲାଲ ରଙ୍ଗ ହେଲା। କହୁଛନ୍ତି କି ତାଙ୍କର ଓଢଣୀଟା ଯେତେବେଳେ ପବନ ଆସିବ ସେମାନେ ବାହାରକୁ ଯାଇଥିବେ ନା ତାଙ୍କ ଓଢଣୀଟା ଉଡି ଯାଇକିନା କୋଉଠି ନା ସେ ଯୋଉ କଣ କେତକୀ ବନର କଣ୍ଟା ଦେହରେ ଲାଗିବ। କୁକୁମାଙ୍କ ଅଞ୍ଚଳ ସିନ୍ଧୁ ବାତରେ ସିନ୍ଧୁ କଣ ସିନ୍ଧୁ ହଉଛି ସମୁଦ୍ର ସମୁଦ୍ରର ପବନରେ ତାଙ୍କର କୁକୁମାଙ୍କ ଅଞ୍ଚଳରେ ଲାଲ ରଙ୍ଗର ପଣତ କାଣ୍ଡି ବା ଚୁନି ହେଲା ଉଡିଯାଏ କେତେକ ବନରେ ଲାଗିଯିବ ମାନେ କେତେକ ଫୁଲର ବଣରେ ଯାଇକି ଲାଗିଯିବ ତାଙ୍କ ଉଡିଟା ଆଉ ନବ ଯୌବନର ଉନ୍ମେଚନରେ ଲଜ୍ଜାମାନ ପରାଗିନୀ ହଉଛି ଯୁବତୀ ମାନେ ଯୁବତୀ ମାନେ ତ୍ରସ୍ତ ଚାରୁ ଚରଣରେ କରିଥାନ୍ତି ଯେତେବେଳେ ଜଣେ ଓଢଣୀଟା ପକେଇଥିବ ଓଢଣୀଟା ଉଡିଗଲା ଲାଜ ଲାଗିବ ସେ କଥା କହୁଛନ୍ତି ଯେତେବେଳେ ମାନେ ସିନ୍ଧୁ ପବନରେ ବା ସମୁଦ୍ରର ପବନରେ ଯେତେବେଳେ ତାଙ୍କ ଓଢଣୀଟା ଉଡିଯିବ ସେତେବେଳେ ସେ କଣ ନା ସେଇ ନାରୀ ମାନେ ଲଜ୍ଜାରୁଣ ହୋଇଯିବେ ଆଉ କଣ ନା ନିହାତି ଯିବେ ତାଙ୍କର ଓଢଣୀ ଆଣିବା ପାଇଁ ସେ କଣ ଯିବେ ନା ନାଇଁ ମାନେ ତାଙ୍କର ଯୋଉ ଓଢଣୀଟା ପକେଇଥିବେ ମାନେ ଉଡିଗଲେ ଲାଜ ଲାଗେ ହଁ ଉନ୍ମୋଚନର ନାଇଁ ନବ ଯୌବନର ଉନ୍ମୋଚନ ମାନେ ଉନ୍ମୋଚନ ହଉଛି ଖୋଲିଛି ମାନେ ଓଢଣୀଟା ଯୋଉ ଖୋଲିକିନା ଉଡିଗଲେ ଲଜ୍ଜା ଲାଗେ ତାପରେ କଣ ହେଇଛି ନା ଯୁବତୀ ମାନେ ଚାରୁଚରଣରେ ତାଙ୍କର ସୁନ୍ଦର ପାଦ ହେଲା ଯେତେବେଳେ ଯିବେ ସେଇ ଯୋଉ ଜଙ୍ଗଲ ଭିତରକୁ ଓଢଣୀ ଆଣିବା ପାଇଁ ଚାଲୁଚଳଣ କଣ ହଉଛି କଣ୍ଟା ଗଛ କଣ୍ଟା ଗଛ ଗଳିଯିବ ମାନେ କାହା ପାଦରେ ମାନେ ସେଇ ଯୋଉ କଲିବାଳଙ୍କର ପାଦରେ କଣ୍ଟା ଗଳିଯିବ ହେଲା। ଏତେ ଅନର୍ଥର କାରଣ ନ ହୋଇ ଏଠାରେ ତୁ ଟିକିଏ ଅଚଞ୍ଚଳ ହେଲେ କଣ ଚଳିବ ନାହିଁ ଧୀର ଓ ଗମ୍ଭୀର ହୋଇ ରାଜଲୀଳା ଗତିରେ ଯାଉ ଯାଉ ମହୋଦଧିର ତୁଙ୍ଗ ତରଙ୍ଗାବଳୀରୁ ମହୋଦଧିର ହଉଛି ମହାସମୁଦ୍ର ହେଲା ତୁଙ୍ଗ ତରଙ୍ଗାବଳୀରୁ ମାନେ କଣ ନା ଯୋଉ ସମୁଦ୍ରରେ ଯୋଉ ପୁରା ଢେଉ ଉପରେ ଢେଉ ଥିବ ସେଇଟା କୁହାଯାଏ ତୁଙ୍ଗ ତରଙ୍ଗ ହେଲା। ଗୋଟେ ଢେଉ ଆସିଥିବ ତା ଉପରେ ପୁଣି ଗୋଟେ ଢେଉ ତାପରେ ପୁଣି ଗୋଟେ ଢେଉ ସେଇଟା ହଉଛି ତୁଙ୍ଗ ତରଙ୍ଗା ହେଲା। ତ ଅର୍ଥ ହଉଛି ଲହରୀ ମାନେ କଣ ଯୋଉଟା ପୁରା ଜୋରସୋର ଦେଖିନ ଆମେ କହିବା ସମୁଦ୍ର ଆଜି ପୁରା ଗର୍ଜନ ମାନେ ସୃଷ୍ଟି କରୁଛି ସେଇଟାକୁ କୁହାଯାଏ ହେଲା ଲହରୀ ଉଚ୍ଚ ଲହରୀ ସୃଷ୍ଟି କରିବା ହେଲା ସେଇଟା ହେଲା ହେଲା ପରେ ବହୁ ଦୂରରୁ କୋଣାର୍କର ଚାରୁମୁଖା ପୁରା ଗତି ପଥରେ ଭାସି ଉଠୁଛି ସେ କହୁଛନ୍ତି ଯେତେବେଳେ ତୁ ସେଇ ସମୁଦ୍ର କୂଳରେ ଯାଉଥିବୁ ତାର କେତେ ପଛରୁ ମାନେ କୋଣାର୍କର ପଛରୁ ତାର ମାନେ ତାର ଭାଗ ମତେ ବହୁତ ସେଟା ଟିକେ ମିଷ୍ଟେକ୍ ହେଇଛି ମାନେ କାହିଁକି ତେବେ ଯେତେବେଳେ ସମୁଦ୍ର କୂଳରେ ଯାଉଥିବ ସେତେବେଳେ ଆଗକୁ ଦେଖିବ ଯେ ଯୋଉ କୋଣାର୍କର ଅଗ୍ରଭାଗଟା ଦେଖାଯିବ ଏଠି କୃଷ୍ଣଚୂଡା
ସେଟା ଗୋଟେ ଚୂଡା ହବ ନା ମାନେ ଯୋଉ ମନ୍ଦିରର କୋଣାର୍କର ଗତି ପଥରେ ଚାରୁ ଚାରୁଟାକୁ କୃଷ୍ଣ ଚୂଡା କରିଦେଇଛନ୍ତି। ଚାରୁ ଚୂଡା ଗତି ପଥରେ ଭାସି ଉଠିବ ତୁ ଜାଣିବୁ ଯେ ଏହି ସେଇ ଭୁବନ ମୋହନ କୋଣ ଭୁବନ ମୋହନ ମାନେ ଭୁବନ ହଉଛି କଣ ମାନେ ସମଗ୍ର ହେଲା ମାନେ ଦେଖିବ ବାହାର ଲୋକମାନେ ଆସନ୍ତିନି କୋଣାର୍କ ଦେଖିବା ପାଇଁ ସେ ଭୁବନ ମୋହନ ମାନେ ଯେ ସମସ୍ତଙ୍କୁ ମୋହିତ କରିଥାଏ ହେଲା ମାନେ କୋଣାର୍କକୁ ଦେଖି ସମସ୍ତେ ଗୋଟେ ମାନେ ସବୁଆଡେ ମାନେ ସାରା ପୃଥିବୀରେ ବାହାର ଦେଶରୁ ଲୋକ ଆସୁନାହାନ୍ତି ଦେଖିବାକୁ କୋଣାର୍କ ଏଇଟା ହଉଛି ଭୁବନ ହେଲା ଭୁବନ ହଉଛି ଭାରତ ବର୍ଷ ଭାରତ ବର୍ଷ କରିକି ଗୋଟେ କୋଶ୍ଚିନ୍ ବି ଆସିବ ଭୁବନ ମୋହନ ବୋଲି କାହାକୁ ଦେଖ ପ୍ରପଞ୍ଚିତ ପାରିଜାତ ପରେ ତାହାର ଆଜି ମ୍ଳାନ ଓ ଛିନ୍ନ ହୋଇ ନିର୍ଜନ ବେଳାରେ ପଡି ରହିଛି ସେ କହୁଛନ୍ତି କି ଆଗରୁ ମାନେ ଯୋଉ କୋଣାର୍କ ମନ୍ଦିର ମାନେ କେତେ ସୁନ୍ଦର ଥିଲା 12 ସ୍ତମ୍ଭ ପଢି ମାନେ କେତେ ଟିକିକି କାରୁକାର୍ଯ୍ୟ ସମୁଦ୍ର ଯାଇଛ କୋଣାର୍କ ଯେତେ ଟିକିକି କାରୁକାର୍ଯ୍ୟ ସବୁ ସେତେବେଳେ ବି ମେସିନ ଥିଲା କି ସେତେବେଳେ ହାତରେ ପଥରରେ କଣ ହଁ ସବୁ ମାନେ ଯୋଉଟାରେ ମାନେ ସେତେବେଳେ ମାନେ ପଥର କାମ କରୁଛନ୍ତି ସେମାନଙ୍କର ମାନେ ହାତରେ ଯୋଉମାନେ ସବୁ ପଥର ତିଆରି କରୁଛନ୍ତି ସେମାନଙ୍କର ସବୁ ଯନ୍ତ୍ର ଥାଏ ନା ମାନେ କଣ କହିଲ ଆମର ସେଟା ଖରାପ ହବ ଦେଖ ବାକ୍ୟଟା ପଠେଇ ଦେଖ ପୂର୍ବଯୁକ୍ତ ପାରିଜାତ ପରି ମାନେ ସେ କହୁଛନ୍ତି ଦେଖ ପାରିଜାତ ମାନେ ଅତି ସୁନ୍ଦର ଆଉ ସ୍ୱର୍ଗରେ ଫୁଟେ ତାର ନିଶ୍ଚିତ ଗୋଟେ ସ୍ଥାନ ଅଛି ଆଉ ପୂର୍ବଯୁକ୍ତ ମାନେ ସ୍ୱର୍ଗରେ ଯୋଉଟା ଫୁଟେ ନା ସ୍ୱର୍ଗଯୁକ୍ତ ମ୍ଳାନ ବା ଛିନ୍ନ ମ୍ଳାନ ମାନେ କଣ ଅତି ମାନେ ଦରିଦ୍ର ଆଉ କଣ ଛିନ୍ନ ওই ବିଜନ ବେଳାରେ ମାନେ ସେ କହୁଛନ୍ତି ମାନେ ଆଗେ କୋଣାର୍କ ମନ୍ଦିର କେତେ ସୁନ୍ଦର ଥିଲା ସେ କୋଉ ବିଜନ ବେଳାରେ ମାନେ ଏବେ କି ମାନେ ମ୍ଳାନ ହେଇକିନା ବା ଛିନ୍ନ ହେଇକିନା ପଡିଛି ମାନେ ଦେଖ ମାନେ ଆଗରୁ ଯେତିକି କାର୍ଯ୍ୟ ମାନେ କରିଯାଇଛନ୍ତି ଏବେ ଦେଖ ଏତେ ମାନେ ଆମର ଆଧୁନିକ ମାନେ ଏତେ ଯନ୍ତ୍ରଯାନ ଏତେ ସବୁ ଆଡଭାନ୍ସ ହେଇକିନା ବି କୋଣାର୍କ ମନ୍ଦିର ଆଗକୁ କରିପାରୁଛନ୍ତି ସେଇଆକୁ ଯଦି ଗୋଟେ ପଥର ଗଳି ପଡୁଛି ସେଇଆକୁ ନେଇ ଗୋଟେ ସାଧା ପଥର ଦଉଛି କିନ୍ତୁ ତାର କାରୁକାର୍ଯ୍ୟ ହେଇପାରୁଛି ଏଟା କଣ ନିହାତି ଗୋଟେ ମାନେ କଣ ମାନେ ଗୋଟେ କଣ କହିଲ ଗୋଟେ ଛିନ୍ନ କି ମ୍ଳାନ ମାନେ କଣ ଅତି ଅସ୍ଥାୟୀ ହେଇ ପଡିଛି ନା କିନ୍ତୁ ଆଗକାଳ କିଛି ନଥାଏ ବି ଲୋକମାନେ କେତେ କାରୁକାର୍ଯ୍ୟ କରୁଛନ୍ତି କିନ୍ତୁ ଏବେ ବି ଆମ ପାଖରେ ଏତେ ଥାଇକିନା ବି ଆମେ ତାର ସଦୁପଯୋଗ କରିପାରୁଛୁ ସେ ତାକୁ ଦେଖିକି ଫଟୋ ଉଠେଇକିନା ନେଇ ଯାଉଛେ କିନ୍ତୁ ତାର ହଉଛି ମାନେ ତାକୁ ଆଉ ବେଶୀ ପଢୁନେ କି ତାର ତାର କରୁ ଆମେ ଦେଖ ଗର୍ବିତ ହଉଛି ଗର୍ବିତ ଗର୍ବିତ ଜାତିର ପରାକ୍ରମ ପ୍ରତୀକ ଏହି ମହାମନ୍ଦିର ଏକ ପକ୍ଷରେ ବିପୁଳ ବିଭବରେ ବିପୁଳ ବିଭବର ବାର୍ତ୍ତା ଓ ଅନ୍ୟ ପକ୍ଷରେ ଅଦ୍ବୈତ ଲଳିତ କଳାର ଛନ୍ଦପଦ ଶାଖା ଏକାବେଳକେ ଆଣିଦବ ମାନେ ଉଦ୍ଧତ ଆଉ ଗର୍ବିତ ମାନେ ଏଇ ଓଡିଆ ଜାତି କହିଛନ୍ତି ଜାତିର ପରାକ୍ରମ ପ୍ରତୀକ ଏହି ମହାମନ୍ଦିର ସେଇ ଯୋଉ ମନ୍ଦିର ଗଠନ ବେଳେ ମାନେ କେତେ କଣ ହେଇଥିଲା ନାଇଁ ଇଂରେଜ ମାନେ କେତେ ଥର ଆସିଥିଲେ ମାନେ ଯୋଉ ସେଠି ଯୋଉ ଚୋରି କରି ନବା ପାଇଁ ସେ କହୁଛନ୍ତି ଏଇ ମହାମନ୍ଦିର ଏକ ପକ୍ଷରେ ବିପୁଳ ବିଭବର ବାର୍ତ୍ତା ସେ କହୁଛନ୍ତି ଯଦି ତାର ଯୋଉ ଦୁଃଖର କାହାଣୀଟା ବର୍ଷାରେ କୋଣାର୍କ ମନ୍ଦିରର ଦୁଃଖର କାହାଣୀଟାକୁ ଜାଣିନଥିବୁ ଯେତେବେଳେ ତୁ ତା ପାଖକୁ ଯିବୁ କିନ୍ତୁ ସେ ବିପୁଳ ମାନେ କଣ ପୁରା
ତାର ଯୋଉ ପୁରା ଏତେ ସବୁ ଦୁଃଖ ଅଛି ତୋ ଆଗରେ ସବୁ ବଖାଣିକିନା କହିବୁ କାହା କହିଛନ୍ତି ଦେଖ ବର୍ଷାକୁ ଅଛନ୍ତି ତାପରେ ଆଉ କଣ କହିଛନ୍ତି ଅନ୍ୟ ପକ୍ଷରେ ଅତୁଳିତ ଲଳିତ କଳାର ଅତୁଳିତ ମାନେ ଯାହାର ତୁଳନା ହେଲା ଲଳିତ କଳାର ଛନ୍ଦ ପାଇଁ ଗାଥା ଗାଥା କଣ ମାନେ ତାର ତାର ପୂର୍ବର ସବୁ ମାନେ କଥା ଗୁଡାକ ହେଲା ଏକା ବେଳକେ ତତେ ଆଣିଦେବ ବା ତତେ ଏକା ବେଳକେ ସବୁ ତୋ ଆଗରେ ବଖାଣି ଆଉ କଣ ନା ଏହି ମୁଖ ମନ୍ଦିରର ଯଦି ମୁଖ ଫିଟନ୍ତା କହିଛନ୍ତି କଣ କୋଣାର୍କ ମନ୍ଦିର କଥା ଏଇ ଯୋଉ ମୁଖ ମନ୍ଦିର ସେ ପୁରା ମୁଖ ହେଇକିନା ପଡିଛି ଯଦି ତାର ବିନିয়োଗ ପାଇଁ ଯଦି ତାର ମୁଖ ଫିଟନ୍ତା ତାହେଲେ ତେବେ ସେ ଗୋଟେ ଅତୀତର ବିଭବ ଗାଥା କହି ବିଜନ ବେଳାକୁ ମୁଖରିତ କରିବ କହୁଛନ୍ତି ଯଦି ତାର ବିନିয়োଗ ପାଇଁ ବି ମାନେ ମୁଖ ଦ୍ୱାରା ଫିଟନ୍ତା କୋଣାର୍କ ମନ୍ଦିରର କେତେ ଅତ୍ୟାଚାରିତ ହେଇକିନା ମାନେ ଏପର୍ଯ୍ୟନ୍ତ ଆସିଛି ତତେ ବି ତାର ସବୁ ତା ଲାଗି ମାନେ 12 ବର୍ଷ ଜୀବନ ଯାଇଛି ତତେ ସେ ସବୁ ତାର ଦୁଃଖର କାହାଣୀ ସବୁ ବଖାଣି ପାରନ୍ତି ବିଜନ ବେଳାର ନିର୍ଜନ ନିର୍ଜନ ବେଳା ମାନେ ଯୋଉଠି କେହି ନଥିବେ ସେ ଦିନ ନିର୍ଜନ ବେଳା ବର୍ଷା ଆଉ କଣ ନିର୍ଜନ ବେଳା ମାନେ ନିର୍ଜନ ବେଳା ମାନେ ଯୋଉଠି କେହି ନଥିବେ ଶାନ୍ତ ପରିବେଶ ତାପରେ ଦେଖ ଅଥବା ଉଚ୍ଚ ରୋଦନରେ ବିଦ୍ୟୁତକୁ ଉଡାଇ ଦିଅନ୍ତି ତାର ଏତେ କହିକି କଣ କରନ୍ତା ନା ଏତେ ଜୋର କାନ୍ଦନ୍ତା ବା ରୋଦନ କରନ୍ତା ସେଇ ସମୁଦ୍ରରେ ମାନେ ସମୁଦ୍ର ପୁରା ଉଡାଇ ଦିଅନ୍ତି ମାନେ ତାର କାନ୍ଦର ମାନେ ତା ଲୁହରେ ମନ ଅତୀତର ଏହି ମ୍ଳାନ ସ୍ଥାନରେ ଆଉ ବେଶୀ କ୍ଷଣ ରଖିଲେ ଲାଭ କଣ ହେବ ଏହାର ଚାରୁଚୂଡ଼ାକୁ ଚୁମ୍ବନ କରି ଓ ମହାନଦୀ କୂଳରେ ମାନେ ମହାସମୁଦ୍ର କୂଳରେ କୂଳକୁ ଶ୍ୟାମଳ କରି ତ୍ୱରା ଗତିରେ ନୀଳାଚଳକୁ ଧରି ତ୍ୱରା ଗତିରେ ମାନେ ଅତି କ୍ଷିପ୍ର ଗତିରେ ନୀଳାଚଳ ପଥକୁ ତାପରେ କୋଣାର୍କ ପରେ ତାପରେ ସେ କୁଆଡେ ଯିବେ ନୀଳାଚଳ ଆଉ ପଢିକି ସମସ୍ତେ ଆସିଥିଲେ प्रधानमंत्री प्रज्ञा प्रियंका पाही राहुल कान्यश्री रामचंद्र अस्मिता पात्र सागर बारी संजीव संतोषी श्रद्धांजलि श्रेयाशीष सोनिया रंजन प्रसाद